ଅପେକ୍ଷାର ଅନ୍ତ ଘଟିଲା ମଣିମା। ଅଣସର ସରିଗଲା, ତାଟି ବି ଖୋଲିଗଲା। ପଥିପଣା ଖାଇ ମୋ ମହାପ୍ରଭୁଙ୍କ ଜ୍ୱର ବି ଛାଡ଼ିଗଲା। ଦେଖ ତ ଆଜି ମଣିମାଙ୍କ ନବଯୌବନ ବେଶ। ଏଇ ଦୁର୍ଲଭ ବେଶ ଦେଖି ମୁଁ ହଜି ଯାଇଛି ମଣିମା ତୁମ ସେ ଚକ୍ ଚକ୍ ଚକା ଆଖିରେ। କେମିତି ବର୍ଣ୍ଣିବି କୁହ ତ ତୁମ ଦର୍ଶନର ଅନୁଭୂତି ପ୍ରଭୁ। ନିଜ ଆଖି ଦେଖୁଥିବା ଦୃଶ୍ୟ ଯଦି ଦର୍ଶନ ହୋଇ ଚେତନାକୁ ଚିତ୍ରେଇ ଦେବ, ନିଜର ପ୍ରାଣ ଯଦି ପ୍ରତିମା ହୋଇ ସାମ୍ନାରେ ଦୃଶ୍ୟମାନ ହେବ, ତାକୁ କ'ଣ ଭାଷାରେ ବର୍ଣ୍ଣି ହେବ? ଆକାର ମଧ୍ୟରେ ତୁମେ ନିରାକାର, ସସୀମ ଭିତରେ ତୁମେ ଅସୀମ ବ୍ୟାପ୍ତି। ନିଜକୁ ଦେହ ନ ଭାବି ଆତ୍ମା ଭାବିଲେ ତୁମେ ପରମାତ୍ମା। ନିଜକୁ ଚେତନା ଭାବିଲେ ତୁମେ ମହାଚେତନା। ନିଜକୁ ଶରୀର ଭାବିଲେ ତୁମେ ପଞ୍ଚଭୂତର ପଞ୍ଚମନ୍ତ୍ର ପ୍ରଭୁ। ସକଳ ପ୍ରକାଶର ଉତ୍ସ ତୁମେ। ଯିଏ ତୁମକୁ ଯେମିତି ଚାହେଁ ସେ ସେମିତି ପାଏ। ଦେଖିବାକୁ ବସିଛ ସିନା କ୍ଷୁଦ୍ର ଏକ ବୈଠିରେ, ହେଲେ ଚେତନା ନେତ୍ରରେ ତୁମକୁ ଦେଖିଲେ ପ୍ରଭୁ ଆଖି ପାଏ ନାହିଁ। ଯାର ପାଦ ପାତାଳରେ, ଶିର ଯାର ବ୍ରହ୍ମଲୋକରେ, ସକଳ ବ୍ରହ୍ମାଣ୍ଡରେ ଯେ ପୁରୀ ରହିଛନ୍ତି, ସେ ହେଉଛନ୍ତି ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଜୟ ଜଗନ୍ନାଥ।